ନିର୍ବାଚନର ପ୍ରକାର ଭେଦ। ନିର୍ବାଚନ ମୁଖ୍ୟତଃ ଦୁଇ ପ୍ରକାରର, ଯଥା ପ୍ରତ୍ୟକ୍ଷ ନିର୍ବାଚନ ଓ ପରୋକ୍ଷ ନିର୍ବାଚନ। ପ୍ରତ୍ୟକ୍ଷ ନିର୍ବାଚନ। ପ୍ରତ୍ୟକ୍ଷ ନିର୍ବାଚନରେ ସମସ୍ତ ମତଦାତା ସିଧାସଳଖ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ନିଜର ମତଦାନ କରିଥାନ୍ତି ଏବଂ ନିଜର ପ୍ରତିନିଧିମାନଙ୍କୁ ନିର୍ବାଚିତ କରିଥାନ୍ତି। ଏହାର ଅର୍ଥ ହେଲା, ପ୍ରତ୍ୟକ୍ଷ ନିର୍ବାଚନରେ ମତଦାତାମାନେ ନିଜେ ମତଦାନ କେନ୍ଦ୍ରକୁ ଯାଇ ନିଜେ ବିଦ୍ୟୁତ ମତଦାନଯନ୍ତ୍ର (ଇଭିଏମ୍ରେ) ନିଜ ଇଚ୍ଛା ଅନୁସାରେ ନିଜ ମତଦାନ କରି ନିଜ ପ୍ରତିନିଧି ବାଛନ୍ତି। ସେ ପ୍ରତିନିଧିର ମେମ୍ବର, ବିଧାୟକ କିମ୍ବା ସାଂସଦ ହୋଇପାରନ୍ତି। ଆମ ଦେଶରେ ଲୋକସଭା ଓ ରାଜ୍ୟ ବିଧାନସଭା ପାଇଁ ପ୍ରତିନିଧି ଚୟନ ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟମରେ କରାଯାଏ। ଆମ ଦେଶକୁ ଗୋଟିଏ ଏକସଦସ୍ୟ ବିଶିଷ୍ଟ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ବିଭକ୍ତ କରାଯାଇଛି। ଏହାର ଅର୍ଥ ହେଲା, ଆମେ ବିଧାୟକ ଓ ସାଂସଦଙ୍କୁ ନିଜେ ମତଦାନ କରି ନିର୍ବାଚିତ କରନ୍ତି। ଉଭୟ ବିଧାୟକ ଓ ସାଂସଦ ଜନତାଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି। ନିର୍ଦ୍ଦିଷ୍ଟ ସଂଖ୍ୟକ ଜନସଂଖ୍ୟାକୁ ଆଧାର କରି ଲୋକସଭା ଆସନ ଓ ରାଜ୍ୟ ବିଧାନସଭା ଆସନ ପାଇଁ ଅଲଗା ଅଲଗା ନିର୍ବାଚନ ମଣ୍ଡଳୀ ସ୍ଥିର କରାଯାଇଛି। ଏହାର ଅର୍ଥ ହେଲା, ଗୋଟିଏ ରାଜ୍ୟର ଜନସଂଖ୍ୟା ଅନୁଯାୟୀ ସେହି ରାଜ୍ୟର ଲୋକସଭା ଆସନ ଓ ରାଜ୍ୟ ବିଧାନସଭା ସ୍ଥିର ହୁଏ। ଆମ ରାଜ୍ୟର ବିଧାନସଭା ସଦସ୍ୟ ସଂଖ୍ୟା ହେଲା 147 ଓ ଲୋକସଭା ସଦସ୍ୟ ସଂଖ୍ୟା ହେଲା 21 କାରଣ ଓଡ଼ିଶାର ଜନସଂଖ୍ୟା ହେଲା